ଦେଖନ୍ତୁ ସାଙ୍ଗମାନେ ମୁଁ ନେଲ୍ ପଲିସ୍ ଟିପ୍ ଟିପ୍ କରୁଛି, ମୋତେ ମେହେନ୍ଦି ଆସିନି। ଦେଖନ୍ତୁ ସାଙ୍ଗମାନେ ଶାବ କଫି କ'ଣ ହେଉଛନ୍ତି ଆଜି। କଫି ନା ତା ବେକରୁ ଚେନ୍ ଫିଟେଇ ଦେଇଛି। ଏତେ ସେ ନଟଖଟ ହେଇଛି ଯେ ବହୁତ ଅସ୍ଥିର ପୁରା। କଫି କଫି କ'ଣ ସେ ଏଇ ମୋ ଚା ଢାଳି ହେଇଯିବ। ଏଇ ନାଲି ଚା ଧରିକି ଆସିଛି, ଗୋଲମରିଚ ପକେଇଛି, ଅଦା ତେଜପତ୍ର। ଏଇ ସାବ କଫନ ତୁ ବହୁତ ଦୁଷ୍ଟ ହେଉଛୁ। ସାପ ବସ ଜିଭ କାଢ଼ି ପକେଇଲେଣି ଶୋଷରେ। ସାପ ଯାଉନୁ ପାଣି ପୁପ କରିବୁ। ଏଇ ମାନେ ସାପଟା ଧୀରଧାର ହେଇକି ଶୋଇଛି ନା, କଫି ଆସିକି ଉଫୁରେଇକି ତା ସହିତ ଲାଗୁଛି। ଏତେ ବଦମାସ କ'ଣ କରିବୁ। ଏ ମୁଁ ସବୁ ଓଳେଇଛି, ଏବେ ପୋଛିଛି ଫେର ସନ୍ଧ୍ୟାବେଳେ। ଏକ ପାଇଁ ଯେତିକି ପରିଶ୍ରମ ପଡ଼ୁଛି ନା, ଦେଖିବେ ନା। ଏଇ ଏଇ ଏ ମାଡ଼ ଗୋଳ ଲାଗିଯିବେ କେତେବେଳେ ଫେରେ। ସିଏ ଜିଭ କାଢ଼ିକି ବୁଲୁଛି କଫି, ଇଏ ଜିଭ କାଢ଼ିକି ଶୋଷ ଉଡ଼ା ହେଇଗଲାଣି। କଫି ପାଣି ପିଇଦେବୁ ଯା, ସାପ ପାଣି ପୁପ କରିଦେବୁ ଯା। ଧାଡ଼ି ହେଲା କଫି ଆଉ ସାପ ତମେ ସବୁ ଧୀରେ ଧୀରେ ମୋ ମନରେ ସର୍କେ। ମୁଁ ଯେଉଁଠି ସେ ସେଇଠି, ମାନେ ସବୁ ବୁଲୁଥିବେ ଚାଲୁଥିବେ, ଶୋଇଲା ବେଳକୁ ସବୁ ମୋରି ପାଖରେ, ମୋରି ରୁମ୍ରେ ହିଁ ଶୋଇବେ ଦୁଇଟା ଯାକ। ସାପ ତ ଯେତେବେଳେ ଆସିଲା ନା, ଛୋଟଟା ହେଇଥିଲା ପୁରା, ଆଉ ସିଏ ପୁରା କୋଳରେ ଶୋଇ ଶୋଇକି ମାନେ ଯେମିତି ଛୁଆ ଛୋଟ ଛୁଆ ଯେମିତି କୋଳ ଧରିକି କାମ କରନ୍ତିନି, ମୁଁ ସେଇ ଟାଇପ୍ରେ ଧରିକି ସାପକୁ ମାନେ ଧରିକି କାମ କରୁଥିଲି। ପରିବାଟା କାଟୁଥିବି ତାକୁ ଏମିତି ସେ ଆପେ ଆପେ ଆସିବ ପୁରା କୋଳରେ ଶୋଇ ପଡ଼ିବ ଆପେ ଆପେ। ମୋ ସାପଟା ମାନେ କେତେ ପର୍ଯ୍ୟନ୍ତ, କେତେ ବଡ଼ ମାନେ 3-4 ମାସ ପର୍ଯ୍ୟନ୍ତ ସେ ପୁରା ମୋ ଝିଅର ପୁରା ହାତ ଉପରେ ଯେଉଁ ପୁରା ମୁଣ୍ଡ ରଖିକି ଶୋଇବ। ସାପଟା ବହୁତ ଫିଦାର। ଏଇ କଫନଟା ନା ବହୁତ ଏତେ ନଟଖଟ ହେଉଛି ଯେ ଆଉ ସୀମା ନାହିଁ। ଆଉ ପ୍ରତ୍ୟେକ ରାତିରେ ସେ କୋଳ ଖୋଲୁଛି ହେଲା ଏମିତି। ଆଉ ଏମାନେ ତ ମାନେ ଏଇ କେମିତି ହେଉଛି, ଥକି ପଡ଼ିଲା, ଦେଖଉଛି ଥକି ପଡ଼ିଲୁ। କଫି ଉଠିଲା ଫେରେ, ଥକି ପଡ଼ିଲା ଯେମିତି କହିଛି ଫେରେ ଉଠି ପଡ଼ିଲାଣି। କ'ଣ କରିବୁ। ଆଜି ଚାହା ପିଇବ, ଚାହା ପିଇ ସାରିଲେ କଥା ହେବା। ସବୁବେଳେ ତ ରୋଷେଇ ଦେଖାଉଛି। हेलो फ्रेंड्स, ମୁଁ ସୁନିତା ନବଲକ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଏବେ କ'ଣ କରିବା, ଥକି ପଡ଼ିଲି ଏ ଯେଉଁ କଫି ଆଉ ସାବୁନ ପଛରେ ଦୌଡ଼ି। ତାପରେ ମୋତେ ସେ ମାନେ ଏମିତି କରୁଛନ୍ତି ଯେମିତି ତାଙ୍କରି ପାଇଁ ମୋତେ ପାଟି ଶୁଭୁଛି ମୋର ଖାଲି ତାଙ୍କ ପାଇଁ। ମାନେ ମୋ ସବୁ କାମ ଭିତରେ କିଛି ପାଟି ଶୁଭୁନି। ସାବ କଫରଙ୍କ ପାଇଁ ଏଇ ଦୁଷ୍ଟ ହୁଅନା ଏ କଫି ପାଇଁ ସ୍ପେଶାଲ ବେଶୀ ସେ ନଟଖଟ ହେଇନଥିଲି, ଛୋଟଟା ନା। ଆଉ ଯାହା ବି ହଉ, ଆଉ ସେ କଥା ଖାଇବା ଟାଇମ୍ ହେଇଗଲାଣି ନା, ଏବେ ଖାଇବି। ମୁଁ ଚାହା ପିଇ ତାଙ୍କୁ ଖାଇବାକୁ ଦେଇଦେବି, ତାପରେ ଯାହା ଡିନରଟା ଆଜି ଆମର ଆସିଗଲି ଟିକେ ରେଷ୍ଟ ନେବାକୁ। ଅଟା ଚକଟି ଦେଇକି ଆସିଲି, ଆଉ ସାବକୁ ଖାଇବାକୁ ଅଲରେଡ଼ି ଦେଇଦେଲି। କାରଣ କଫି ତଳେ ଏବେ ଅଛି, ତାକୁ ମାନେ ଫିଟା ହେଇଥିଲା, ତାକୁ ଭିଡ଼ା ହେଇଗଲା ସାଙ୍ଗେ ସାଙ୍ଗେ। ଏଇଟା 2 ଜଣ ଖାଇଲା ବେଳେ କୋଳି ଲାଗି ଯାଉଛନ୍ତି। ଜଣକୁ ଖାଇବାକୁ ଦେଇସାରିଲି, ତାପରେ କଫନ ଆସିବ ଏବେ ଖାଇବ। କାରଣ କଫି ମୁଁ ତାକୁ ଗେଲରେ ମାନେ ମା ଯେମିତି ସବୁ ନାଁକୁ ଚେଞ୍ଜ କରନ୍ତି, ଛୁଆଙ୍କର ଅରିଜିନାଲ୍ ନାଁ ଧରି ଡାକନ୍ତିନି, ମୋ ସେଇ ପ୍ରକାର। ଆଉ ଆସି ସିଏ ଏବେ ଖାଇବ। ଆଉ ଆଜି ମୁଣ୍ଡଟା ବହୁତ ପେନ୍ ହେଉଛି, ମାନେ ଟାଇମ୍ ଲାଗୁଛି ପୁରା, ମାନେ ମାରୁଛି କାହିଁକି। ମୁଁ ଆଜି ପଖାଳ ଖାଇଦେଇଛି, ପଖାଳ ମାଛ ଭଜା, ଆଉ ତାପରେ ଆଳୁ ଝୋଳ ପାଇଁ ମାନେ ମୋ ହାତରେ ଜମା ଚକଡ଼ା ଚକଡ଼ି ବାସିବନି। ଆଉ ମୋ ହଜବେଣ୍ଡ ପୁରା ମରୁଥିଲେ, କହିଲେ ମୋର ଖାଇବାକୁ କହିଲେ ତମେ ଆଜି ପଖାଳ ଖାଇବ କି। ମୁଁ ପ୍ରଥମେ ପଖାଳ ଖାଇବା ପାଇଁ ମାଇଣ୍ଡ ସେଟ୍ ନଥିଲା ମୋର। ଆଜି ଏଇ ଥିଲା ମୁଁ ଚିକେନ୍ ଗରମ ଭାତ ଖାଇଥାନ୍ତି, କିନ୍ତୁ ସିଏ ଏମିତି ଆଳୁକୁ ମାନେ ଦଳିଲେ ଯେ ମୁଁ କହିଲି ନାଇଁ, ମୁଁ ପଖାଳ ଖାଇବାକୁ ବାଧ୍ୟ ହେଇଗଲି ଲାଷ୍ଟକୁ। ତାଙ୍କ ଆଳୁ ଝୋଳ, ମାଛ ବି ଫିକା ପଡ଼ିଯିବ ତାଙ୍କ ହାତରେ, ଏତେ ବାସ୍ନା। ଆଉ ସେ ରୋଷେଇରେ ସବୁ ରୋଷେଇ ସେ କରନ୍ତି ବହୁତ ରେୟାର। ମୁଁ ଆସିକି ଏତେ ବର୍ଷ ହେଲା ମୋ ବାହାଘର ହେଲାଣି, ବହୁତ ରେୟାର। ଯେତେବେଳେ ଆମର ୟୁଟ୍ୟୁବ୍ ସେ କ'ଣ ଜଣା ନଥିଲା କି ଟଚ୍ ଫୋନ୍ ନଥିଲା, ସେତେବେଳେ ସେ ଯେଉଁ ଆଇଟମ୍ ଗୁଡ଼ା କରୁଥିଲେ ନା, ଆଉ ମୁଁ ମାନେ ସିଏ ମୁଁ ଏଇ ଘରକୁ ଆସିକି ଜାଣିଲି ଯେ ସବୁ ଫ୍ୟାନ୍ସି ଖାଇବା ଆଜିକାଲି ଏ ଯେଉଁ ଖାଉଛନ୍ତି ଯେଉଁ ଷ୍ଟେଜ୍ରେ, ସେତେବେଳେ ବି ସେ ଜାଣିଥିଲେ। ମାନେ ଏତେ ସୁନ୍ଦର ସେ ରୋଷେଇରେ ପୁରା ମାହିର। ଆଉ ସେ ଯାହା ବି ହଉ ଖାଇଦେଲେ। ଏବେ କାମ କ'ଣ କରିବା, ଆଜି ଲଞ୍ଚ ତ ମାଛ ଚିକେନ୍। ଆଉ ତାପରେ ଏଇ ବସିଛି ଏକାଠି କାମ ସାରିକି। ଛୁଆ କେହି ସବୁ ନାହାନ୍ତି, ପୁଅ ଧର ବାହାରକୁ ଟିକେ ପଳେଇଲା,
ଆଜିକାଲି କଥା ହେବ। ଆଉ ସବୁ ତ ରୋଷେଇ ଦେଖାଉଛି, ଆପଣ ମୋତେ ରୋଷେଇ ଦେଖୁଛନ୍ତି। ଆଉ ସ୍ତ୍ରୀ ଲୋକର ଜୀବନ କ'ଣ ଆଉ ମାନେ ମୋର ଟୁଇନ୍ ସିଷ୍ଟର, ଆମେ ଯେମିତି ଜାଆଁଳା ଭଉଣୀ, ଆମେ ନା ଏତେ ମାନେ କହୁଛି ଆମ କେଉଁ ଭଳିଆ ସମ୍ପର୍କ କ'ଣ ଥିବ, ଆମେ ପୂର୍ବଜନ୍ମରେ ଏ ଜନ୍ମରେ ଭଉଣୀ ହେଇଛୁ ଆମେ ଜାଣିପାରୁନା। ଆମ ଜୀବନରେ କେବେ ବୋର୍ ଫିଲ୍ କରିନୁ, ଦୁଇ ଜଣ ଯାକ, ସେଇ ଭୁବନେଶ୍ୱରରେ ମୁଁ ଭଦ୍ରକରେ ଆମେ ବୋର୍ ଫିଲ୍। ଆମର କାମ ଭଲ, ଆମର ଦୁଇ ଜଣଙ୍କର କାମ ଭଲ, ଦୁନିଆ ଭଲ। ଆମେ 24 ଘଣ୍ଟା ବି ଘରେ ଭିତରେ, କେଉଁ 5ଟା ଲୋକଙ୍କ ମୁହଁ ଦେଖିବାର ବି ନାହିଁ, ଯାହା ଫ୍ୟାମିଲି ମେମ୍ବର୍ସଙ୍କ ଛଡ଼ା। ଆଉ ଏତିକି ଆମେ ଭଉଣୀ ଭଉଣୀଙ୍କ ସହିତ ଜୀବନ କାଟିଛୁ। ମାନେ ତାପରେ ଏବେ ବି ସିଏ ମୋ ସହିତ ଟଚ୍ରେ ବହୁତ ରହେ, କାରଣ ଆମେ ଆମର ଏମିତି ସିଚୁଏସନ୍ ଥିଲା ଯେ ସମସ୍ତେ ଭାବିଥିଲେ ଦୁଇ ଜଣ କେବେ ଛଡ଼ାଛଡ଼ି ହେଇକି ରହିପାରିବେନି। ମାନେ କହୁଛି ବା କି ସମ୍ପର୍କ ସୀମା ନାହିଁ। ସିଏ ଫାଷ୍ଟ ଆଗେ ବାହା ହେଇଗଲା, ମୁଁ ତାପରେ ବାହା ହେଲି। ଆଉ ସମସ୍ତେ ମାନେ ମୁଁ 8 ଦିନ ଯାକ ପୁରା ବୋଧେ କାନ୍ଦିଛି। ତା ଅଷ୍ଟମଙ୍ଗଳାକୁ ଯାଇଛି, ତାଙ୍କର ବି ଜାଣିଥିଲେ ଯେ ମାନେ ଏତେ କ୍ଲୋଜ୍, ସେ ଅଟକେଇ ଦେଲେ ମୋତେ। ତାକୁ ଲାଗିଲା ଯେମିତି ଫେର ପୂର୍ବ ଭଳିଆ ଝିଅ ଭଳିଆ ଯେମିତି ଚଲା ଭଳିଆ ତାଙ୍କୁ ସେମିତି ପିଇଲି ଆସିଲା ମୋତେ ଦେଖିକି, ଏଇ ଟାଇପ୍ର ହୁଏ। ଯାହା ବି ହଉ, ସିଏ ଗୋଟେ ଗତିପଥ ଥିଲା ଅଲଗା ପ୍ରକାର। ଆଉ ଜୀବନ ଯେତେବେଳେ ଆରମ୍ଭ ହେଲା ନୂଆ ପାଦରେ, ସିଏ ବି ଗୋଟେ ସବୁ ଅଲଗା ପ୍ରକାର। ଆଉ ସବୁବେଳେ ତ ଜୀବନଶୈଳୀ ଏକା ନଥାଏ, ସୁଖ ଥାଏ, ଦୁଃଖ ଥାଏ, କଷ୍ଟ ଥାଏ, ସବୁ କିଛି ଅଣ୍ଟା ଫୁଲ ଏଭ୍ରିଥିଙ୍ଗ। ଜୀବନ ପଥରେ କେବେ ହାରିବେନି, ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ। ଆଜିକାଲି ତ ମୁଁ ଦେଖୁଛି ପୁଅ ବି ବହୁତ ସଫର ହେଉଛନ୍ତି ବି। କେସ୍ରେ ମୋ ରିଲେଟିଭ୍ କେସ୍ ଗୋଟେ ଦେଖିଛି, ମାନେ ଝିଅମାନଙ୍କୁ ଏମିତି ବି ମାନେ କରୁଛନ୍ତି, ମାନେ କ'ଣ ଆଉ କହିବି। ମୁଁ ଗୋଟେ ବ୍ଲଗ୍ରେ ବି ପକାଇଥିଲି, ଆପଣମାନେ ଚାହିଁଲେ ବି ଦେଖିପାରିବେ। ମାନେ କହୁଛି ବା ମାନେ ଖାଲି ମାନେ ଟଙ୍କା ଲୋଭ, ଏମିତି ଝିଅ ଅଛନ୍ତି ବାହା ହେଇକି ଆସୁଛନ୍ତି ଖାଲି ଟଙ୍କା ଇଏ କରିବା ପାଇଁ, ଯାହାର ଇରାଦା ନଥାଏ ବାହା ହେବା ପାଇଁ। ମୋ କଥା କାହା ଲାଇଫ୍ କି ବର୍ବାଦ କର, ଝିଅ ହୁଅନ୍ତୁ କି ପୁଅ ହୁଅନ୍ତୁ, କାହା ଲାଇଫ୍ କି କେହି ଜାଣିକି ବି ନଷ୍ଟ କରନ୍ତି। ଆଉ ତା ଅର୍ଥ ନୁହେଁ ଯେ ଭୁଲଟାକୁ କେବେ ସହି ଯାଆନ୍ତୁନି। ଭୁଲଟାକୁ ସହିବା ମାନେ ଆମକୁ ଇଏ କ'ଣ କହିବ, ଆମ ପରିବାର ଆମକୁ ଭାବି କିଛି ଭୁଲଟାକୁ, ମାନେ ଆପଣଙ୍କ ଉପରେ ଭୁଲଟା ହିଁ ବିତୁଛି ଜାଣୁଛନ୍ତି। ମୁଁ ଭୁଲଟାକୁ ସହିବା ବି ବହୁତ ଖରାପ କଥା। ମୋ ଜୀବନରେ ବହୁତ ଏମିତି ଗୋଟେ ସମୟ ଆସିଥିଲା, ମୁଁ ଭାବିଲି କ'ଣ ଏ ଜୀବନ, ବେଳେବେଳେ ଭାବିଲି ମୋତେ ବହୁତ କଷ୍ଟ ହେଇଥିଲା। ଏମିତି ସିଚୁଏସନ୍ ଥିଲା କି ମୁଁ ମାନେ ମୋ ପରିବାରକୁ ଜଣାଇ ପାରୁନଥିଲି, କି ଶାଶୁଘରକୁ ବି ଜଣାଇ ପାରୁନଥିଲି, ମାନେ କାହା ପାଖରେ ଗୋଟେ ସେୟାର କରିପାରୁନଥିଲି। ମୁଁ ନିଜେ ହିଁ ଜାଣୁଥିଲି ମୋ ଭିତରେ କ'ଣ ଘଟୁଛି, ଈଶ୍ୱର ହିଁ ଜାଣୁଥିଲେ ଜିନିଷଟା କ'ଣ। ଦୁଇଟା ଲୋକ ତ ସତ ହିଁ ଜାଣୁଥିବେ ନା। ଯାହାପରେ ଜିନିଷଟା ବିତେ, ମୁଁ ଭାବିଲି କି ଜୀବନ ବେଳେବେଳେ ଏମିତି ସିଚୁଏସନ୍ ଆସିଛି। ତାପରେ ମୋ ବାପାଙ୍କ କଥା ମୁଁ ଭାବେ, ମୋ ବାପାଙ୍କ ପାଇଁ ତ ଆମେ ଅମୂଲ୍ୟ ସମ୍ପଦ ନା। ଆଉ କାରଣ ସେତେବେଳେ ବାପା ମୋର ରେଭେନ୍ସାରେ ଥିଲେ, 600 ଟଙ୍କା ଦରମା ପାଉଥିଲେ। ସେତେବେଳେ କେତେ ଦରମା ଥିଲା, ଆମେ 4 ବେବି 7 ମସିହା ଛୁଆ ଯେହେତୁ, ଆମ ପାଇଁ ସେ ସମୟରେ ସେ ଖର୍ଚ୍ଚ କରୁଥିଲେ 1000 ଟଙ୍କା, ମାନେ ମୋ ଛୁଆ ବଞ୍ଚିବେ। ତା'ମାନେ ଆମେ ତାଙ୍କ ପାଇଁ କେତେ ମାନେ ମୂଲ୍ୟବାନ ଥିଲେ, ମୁଁ ସେଇ କଥା ହିଁ ଭାବେ। ସମସ୍ତେ ସେଇ କଥା ହିଁ କହୁଛି, ଜୀବନର ସବୁ ଆସିବ, ଗତିପଥ ଆମର ସବୁବେଳେ ଗୋଟେ ପ୍ରକାର ନଥିବ। ଆମେ କେବେ ହାରିଯିବାନି ଜୀବନରେ। ଭୁଲ ନିଷ୍ପତ୍ତି କେବେ ବି ନେବେନି, ଭୁଲ ନିଷ୍ପତ୍ତି। ସେ ଜିନିଷଟା ତୁମେ ସେଇ ମୁହୂର୍ତ୍ତଟା ଲାଗେ ନା, ଜୀବନଟା ଆମେ ଶେଷ କରିଦେବୁ କି ଇଏ କରିଦେବୁ, ଭୁଲ କରିଦେବୁ, ଭୁଲ ନିଷ୍ପତ୍ତିଟା ଗ୍ରହଣୀୟ ନୁହେଁ ସେ ଜିନିଷ। ଆଉ ଏଇଭଳିଆ ଆପଣମାନେ ଗୋଟିଏ କଥା ଚିନ୍ତା କରିବେ, ଆମ ପାଇଁ ଆମେ ଏତେ ମୂଲ୍ୟବାନ ଯେ ଆମ ବାପା ମାଆଙ୍କ ପାଇଁ ସେଇ ଜୀବନ ସାରା କାନ୍ଦିବେ। ଓକେ, ଆଜିକାଲି କଥା ହେଲି ଏତିକି ଟିକେ ମନର କଥା। ଆଉ ଯାଉଛି ଏବେ ରୁଟି କରିଦେବି, ମୋ ଶାଶୁଙ୍କର ଖାଇବା 9ଟା ଭିତରେ ସେ ଖାଆନ୍ତି, କରିଦେଇକି ତାପରେ ଆଉ କ'ଣ ଚିକେନ୍ ମାଛ ତ ସବୁ ବଳିଛି ଆଜି, ଏତେ ରୋଷେଇ ବେଶୀ ନାହିଁ। କଫନ ସାବୁଙ୍କ ପାଇଁ ମୋତେ ଲାଗିଲାଣି ଘର ପୁରା ହୋ ହେଉଛି। ଲାଗୁଛି ମେଞ୍ଚେ ଛୁଆ ମୋ ପାଖରେ ଘେରି ଘାରି ସବୁ ରହିଛନ୍ତି, ଯେମିତି ଏଇଭଳିଆ ଆଉ। ଯାଉଛି ମୁଁ, ଓକେ। ମୋ ବ୍ଲଗ୍ ଟିକେ ଆପଣଙ୍କୁ ଭଲ ଲାଗିବ ତାହେଲେ ନିହାତି ମତାମତ ରଖିବେ, କମେଣ୍ଟ ବି କରିବେ, ସେୟାର କରିବେ, ସବସ୍କ୍ରାଇବ୍। ବାଏ ବାଏ।